ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଦେଶର ଦୀର୍ଘସ୍ଥାୟୀ ବିକାଶକୁ ସହଯୋଗ ପ୍ରଦାନ କରୁଛି ଶକ୍ତି କ୍ଷେତ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭାରତ ବିଗତ କିଛି ବର୍ଷ ହେଲା ଏହାର ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବାରେ ଲାଗିଛି। ବର୍ଦ୍ଧିତ ଶକ୍ତି ଚାହିଦାକୁ ପୂରଣ କରିବା ସହ ଏ କ୍ଷେତ୍ରରେ ସ୍ଥାୟୀ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଗତ ଏକ ଦଶନ୍ଧି ମଧ୍ୟରେ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଆନ୍ତର୍ଜାତିକ ଶକ୍ତି ସଂସ୍ଥାର ଆକଳନ ଅନୁଯାୟୀ ଆଗାମୀ 3 ବର୍ଷ ମଧ୍ୟରେ ବିଶ୍ୱର ବିକାଶଶୀଳ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ 85% ବିଦ୍ୟୁତ୍ ଶକ୍ତି ଚାହିଦା ଆବଶ୍ୟକ କରିବ। 2035 ସୁଦ୍ଧା ଦ୍ରୁତ ଅଭିବୃଦ୍ଧିଶୀଳ ଭାରତର ଅର୍ଥନୀତି କ୍ଷେତ୍ରରେ ଏହି ଚାହିଦା ଦ୍ୱିଗୁଣିତ ହେବ। ଫଳରେ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ସରକାର ଭିତ୍ତିଭୂମି ବିକାଶ ଏବଂ ପାରମ୍ପରିକ ଓ ନବୀକରଣୀୟ ଶକ୍ତି ଉତ୍ସ ସୃଷ୍ଟି ଲାଗି ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। 2015-16ରେ ଦେଶର ବିଦ୍ୟୁତ୍ ଉତ୍ପାଦନ 1168 ବିଲିୟନ ୟୁନିଟ୍ ଥିବାବେଳେ 2024-25ରେ ଏହା 1824 ବିଲିୟନ ୟୁନିଟ୍ରେ ପହଞ୍ଚିଛି। ସେହିପରି ମୋଟ ସ୍ଥାପିତ କ୍ଷମତା 2015-16ର 305 ଗିଗାୱାଟ୍ରୁ ବୃଦ୍ଧି ପାଇ 2024-25 ଆର୍ଥିକ ବର୍ଷରେ 475 ଗିଗାୱାଟ୍ରେ ପହଞ୍ଚିଛି। ଏହି ସମୟ ଅବଧି ମଧ୍ୟରେ ଶକ୍ତି ମନ୍ତ୍ରଣାଳୟ ଅନେକ ଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ଏକୀକୃତ ଜାତୀୟ ବିଦ୍ୟୁତ୍ ଗ୍ରିଡ୍ ସ୍ଥାପନ, ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା ଏବଂ ସୌଭାଗ୍ୟ ଯୋଜନା ଆଦି ଅନ୍ତର୍ଭୁକ୍ତ। ଦେଶର ବିଦ୍ୟୁତ୍ ନିଅଣ୍ଟ ପରିମାଣ 2013-14ର 4.2%ରୁ 2024-25ରେ 0.1%କୁ ହ୍ରାସ ପାଇଛି। ମୁଣ୍ଡପିଛା ବିଦ୍ୟୁତ୍ ବ୍ୟବହାର ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି। ଭାରତର ଶକ୍ତି କ୍ଷେତ୍ର ବିଶ୍ୱର ସବୁଠାରୁ ବିବିଧତାପୂର୍ଣ୍ଣ କ୍ଷେତ୍ର ମଧ୍ୟରୁ ଅନ୍ୟତମ। ଏଠାରେ କୋଇଲା, ଗ୍ୟାସ୍, ଜଳ ଏବଂ ପରମାଣୁ ଭଳି ପାରମ୍ପରିକ ଉତ୍ସ ଏବଂ ସୌର, ପବନ, ବାୟୋମାସ୍ ଏବଂ କ୍ଷୁଦ୍ର ଜଳବିଦ୍ୟୁତ୍ ଭଳି ନବୀକରଣୀୟ ଉତ୍ସ ମଧ୍ୟ ରହିଛି। ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଦେଶର ଶକ୍ତି କ୍ଷମତାକୁ ଅଧିକ ବ୍ୟାପକ କରାଯାଇଛି। ଚଳିତ ମାସ ସୁଦ୍ଧା ଭାରତର ମୋଟ ସ୍ଥାପିତ ଶକ୍ତି କ୍ଷମତା 476 ଗିଗାୱାଟ୍ରେ ପହଞ୍ଚିଛି। ସେଥିମଧ୍ୟରେ ତାପଜ କ୍ଷେତ୍ରରୁ 240 ଗିଗାୱାଟ୍, ସୌର କ୍ଷେତ୍ରରୁ 110.9 ଗିଗାୱାଟ୍ ଏବଂ ପବନ ଶକ୍ତି କ୍ଷେତ୍ରରୁ 51.3 ଗିଗାୱାଟ୍ ଅନ୍ତର୍ଭୁକ୍ତ। ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଅଣଜୀବାଶ୍ମ ଇନ୍ଧନ ଉତ୍ସରୁ ଆସନ୍ତା 2030 ସୁଦ୍ଧା 500 ଗିଗାୱାଟ୍ ସ୍ଥାପିତ ବିଦ୍ୟୁତ୍ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଚଳିତ ମାସ ସୁଦ୍ଧା ଏ କ୍ଷେତ୍ରରେ 235.7 ଗିଗାୱାଟ୍ ହାସଲ ହୋଇପାରିଛି। ନବୀକରଣୀୟ ଶକ୍ତି କ୍ଷମତା କ୍ଷେତ୍ରରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କରିଥିବା ବେଳେ ପବନ ଶକ୍ତିରେ ମଧ୍ୟ ଚତୁର୍ଥ ଏବଂ ସୌରଶକ୍ତି କ୍ଷମତାରେ ତୃତୀୟ ସ୍ଥାନ ହାସଲ କରିଛି। 2014ରେ ସ୍ଥାପିତ ନବୀକରଣୀୟ ଶକ୍ତି କ୍ଷମତା ତୁଳନାରେ ଚଳିତ ମାସ ସୁଦ୍ଧା ଏହା 3 ଗୁଣ ବୃଦ୍ଧି ପାଇଛି। ସୌରଶକ୍ତି କ୍ଷମତାରେ ମଧ୍ୟ 39 ଗୁଣରୁ ଅଧିକ ବୃଦ୍ଧି ଘଟିଛି। ଏକ ବିକଶିତ ଉତ୍ପାଦନ ଇକୋସିଷ୍ଟମ୍, ସହାୟକ ନୀତି ଏବଂ ଉପକୂଳ ବିକାଶ ଆଧାରରେ ଦେଶର ପବନ ଶକ୍ତି କ୍ଷମତା ମଧ୍ୟ ଅଗ୍ରଗତି କରିଛି। 2024 ତୁଳନାରେ ଚଳିତ ମାସ ସୁଦ୍ଧା ଏ କ୍ଷେତ୍ରରେ 2 ଗୁଣ ଅଭିବୃଦ୍ଧି ହାସଲ କରିଛି। ଜଳବିଦ୍ୟୁତ୍ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। 2030 ଆର୍ଥିକ ବର୍ଷ ସୁଦ୍ଧା ଜଳବିଦ୍ୟୁତ୍ କ୍ଷମତା 55 ଗିଗାୱାଟ୍କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଜୈବ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଗତ 11 ବର୍ଷ ମଧ୍ୟରେ 8.1 ଗିଗାୱାଟ୍ରୁ ବୃଦ୍ଧି ପାଇ 11.6 ଗିଗାୱାଟ୍ରେ ପହଞ୍ଚିଛି। 2022 ନଭେମ୍ବର 2 ତାରିଖରେ ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଦେଶରେ ଜାତୀୟ ଜୈବ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଆସନ୍ତା ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ବଜେଟ୍ରେ 1,715 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଶକ୍ତିଯାତ୍ରା ଆତ୍ମନିର୍ଭରଶୀଳତା, ସ୍ଥିରତା ଏବଂ ନବସୃଜନ ଦିଗରେ ରଣନୈତିକ ପରିବର୍ତ୍ତନକୁ ପ୍ରତିଫଳନ କରୁଛି। ସଂସ୍କାର, ଭିତ୍ତିଭୂମି ବିକାଶ ଦ୍ୱାରା ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ହେବା ସହ ବିଶ୍ୱ ଜଳବାୟୁ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ସହଯୋଗ ପ୍ରଦାନ କରାଯାଇପାରୁଛି।